ଝିଅ ଜୀବନ ପର ଘରକୁ ସତ, ହେଲେ ପୁଅ ଜୀବନ ଅନ୍ୟ ସହରକୁ। ଘରଠୁ କିଛି 2000 କିମି ଦୂରରେ ଥିବା ଗୋଟେ ସହର। ଝିଅ ବାପା ମାଆଙ୍କୁ ଛାଡ଼ିକି ଆସେ, ଯେମିତି ପୁଅକୁ ମଧ୍ୟ ସମାନ ରୂପେ ଘର, ବାପା, ବୋଉ, ଭାଇ, ଭଉଣୀ, ପିଲାଦିନର ସାଙ୍ଗ ସମସ୍ତଙ୍କୁ ଛାଡ଼ିବାକୁ ପଡ଼େ। ଝିଅ ତ ଚାହିଁଲେ ଘରକୁ ଯାଇପାରିବ, ନିଜ ଇଚ୍ଛାରେ ବୁଲି ମଧ୍ୟ ପାରିବ, ହେଲେ ଗୋଟେ ପୁଅ ନା, ପାରିବନି। କାହିଁକିନା ତାକୁ ଭାବିବାକୁ ପଡ଼ିବ ପରିବାରର କଥା, କେବେ ଘରକୁ ଗଲେ ଠିକ୍ ହେବ। ଯେମିତିକି କେଉଁ ପର୍ବପର୍ବାଣି ଅଛି, ସେଇ ସମୟରେ ସବୁ ତ ଠିକ୍ ଅଛି, ହେଲେ ଶେଷରେ ପୁଣି ଛୁଟି ପାଇଁ ତେଲ ମାରିବାକୁ ପଡ଼େ। ମିଳିଲେ ଠିକ୍ ଅଛି, ନହେଲେ ପୁଣି ମନକୁ ବୁଝାଇ ବିଛଣାରେ କୋହକୁ ବୁଝାଇବାକୁ ପଡ଼େ। ଏମିତି କେତେ ରାତି ମୋ କୋହର ସାକ୍ଷୀ। ସବୁ ପରେ ବି ଯଦି ଘରକୁ ଗଲ, ଆଉ ଫେରିଲା ବେଳର କଷ୍ଟ ସବୁଠୁ ବେଶୀ ଯନ୍ତ୍ରଣାଦାୟକ। ଫେରିଲା ବେଳକୁ ବୋଉର ସେ କୋହ ଭରା କଣ୍ଠସ୍ୱର ଶୁଣି ଇଚ୍ଛା ତ ହୁଏ ବୋଉର କୂଳରେ ମୁଣ୍ଡ ରଖି ମନ ଭରି ଶୋଇବାକୁ, ନିଜର ସମସ୍ତ କଷ୍ଟ ଆଉ ଯନ୍ତ୍ରଣା କହିବାକୁ। ହେଲେ ନିୟତିର ଖେଳ, ଏହି ପେଟ ଚାଖଣ୍ଡିକ ପାଇଁ ତ ଘର ଛାଡ଼ିବାକୁ ପଡ଼ିବ। ବାବା ତ କେବେ ନିଜର ଦୁଃଖ ଆଉ କଷ୍ଟ ମୋ ଆଗରେ ଦେଖେଇ ନାହାନ୍ତି, ସେଥିପାଇଁ ନିଜ ଲୁହକୁ ଚିପି କୁହନ୍ତି, ତୋର ସମୟ ହେଲାଣି, ଯାରେ। ଆଉ ଆସିଲା ପରେ ସବୁଠୁ ଦୁଃଖୀ ସେ ହିଁ ହୁଅନ୍ତି। କୁହନ୍ତି ସେ ଟୋକାଟା ନାହିଁ ଯେ କିଛି ଭଲ ଲାଗୁନି,